ମୁଁ ବାଲିପାଳ ବ୍ଲକରେ ଗତ ଡିସେମ୍ବର 11 ତାରିଖରେ ଜଏନ୍ କରିଛି। ତା ଭିତରେ ଅନେକ ଦେଖିଛି ଆମର ଯେଉଁଟା ଦିବ୍ୟାଙ୍ଗ ମାନେ ଆଜି ପର୍ଯ୍ୟନ୍ତ ରାସନ କାର୍ଡ଼ରୁ ବଞ୍ଚିତ ଅଛନ୍ତି। ତ ଆମର ବିଡ଼ିଓ ସାର୍ଙ୍କ ନିର୍ଦ୍ଦେଶକ କ୍ରମେ ତାଙ୍କୁ ତ୍ୱରାନ୍ୱିତ କରିବା ପାଇଁ ସେହିସବୁ ରାସନ କାର୍ଡ଼ ଅଗ୍ରାଧିକାର ଭିତ୍ତିରେ ତାଙ୍କ ରାସନ କାର୍ଡ଼ ହେଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ନୂଆ ନୂତନ ବର୍ଷର ଶୁଭେଚ୍ଛା ଜଣାଇକି ତାଙ୍କୁ ରାସନ କାର୍ଡ଼ ଦିଆଯାଉଛି। ଆଉ ଆଗାମୀ ଯେଉଁ ଏପ୍ରିଲ ମାସର ଯେଉଁ ଆସୁଛି ତାଙ୍କର ଆଲୋକେସନ୍ ଆସିବ ଏବଂ ସେଇ ଅନୁସାରେ ସେ ରାସନ ସେ ପାଇପାରିବେ ବୋଲି ମୁଁ ଆଶା କରୁଛି। କେତେ ଜଣଙ୍କୁ ବଣ୍ଟା ହେଲା? ବର୍ତ୍ତମାନ ସୁଦ୍ଧା ତ ଆମେ 5 ଜଣଙ୍କୁ ଆମେ ଦେଇଛୁ ଆମେ। ଆଉ ଆଗାମୀ ଯାହା ସବୁ ଅଛି ସେଇଟା ପରବର୍ତ୍ତୀ ସମୟରେ ଆମେ ବଣ୍ଟନ କରିବୁ। ଦେଖନ୍ତୁ, ଗତ ବର୍ଷ ଆମେ ଯେଉଁ ଗୁଡ୍ ଗଭର୍ଣ୍ଣାନ୍ସ ୱିକ୍ ଥିଲା ସେଥିରେ ଆମେ ଗ୍ରିଭାନ୍ସ କରିଥିଲୁ। ଗ୍ରିଭାନ୍ସରେ କିଛି ଗ୍ରିଭାନ୍ସ ଆସିଥିଲା ଯେ କିଛି ଦିବ୍ୟାଙ୍ଗମାନଙ୍କର ରେସନ କାର୍ଡ଼ ନାହିଁ ଏବଂ ତା'ର ପ୍ରପର୍ ଇନକ୍ୱାରି କରିକି ଆମେ ରେସନ କାର୍ଡ଼ ତିଆରି କରୁଛୁ ଏବଂ ତାକୁ ଆମେ କେମିତି ଡିଷ୍ଟ୍ରିବ୍ୟୁସନ୍ କରିବୁ, ସେମାନେ କେମିତି ଚାଉଳ ପାଇପାରିବେ ସେହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କୁ ଆଜି ରେସନ କାର୍ଡ଼ ଦିଆହେଉଛି। ନୂଆ ବର୍ଷରେ ତାଙ୍କୁ ଶୁଭେଚ୍ଛା ଜଣାଇକରି ତାଙ୍କୁ ରେସନ କାର୍ଡ଼ ଦିଆହେଉଛି।